ମରିଗଲା ମାନବିକତା, ଜିତିଗଲା ମଣିଷ ପଣିଆ। ସାଉଥ ବେଙ୍ଗଲୁରୁର ବାଲାଜୀ ନଗର ଏହି ଦୃଶ୍ୟ ଯେକୌଣସି ପଥର ହୃଦୟକୁ ବି ତରଳାଇ ଦେବ। ମାତ୍ର 5 ବର୍ଷ ତଳେ ବାହାଘର ହୋଇଥିଲା, ସଜ ସଜ ସଂସାର। କିନ୍ତୁ କିଏ ଜାଣିଥିଲା କାଳର କ୍ରୂର ପରିହାସ ଏମିତି ହେବ। 34 ବର୍ଷୀୟ ଭେଙ୍କଟ ରମଣଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହେଲା। ପତ୍ନୀ ସାହସ ସଞ୍ଚୟ କରି ତାଙ୍କୁ ମେଡିକାଲ ନେବାକୁ ବାହାରିଲେ, କିନ୍ତୁ ବାଟରେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଗାଡ଼ିରୁ ପଡ଼ି ରାସ୍ତା ଉପରେ ଛଟପଟ ହେବାକୁ ଲାଗିଲେ। ବ୍ୟସ୍ତବହୁଳ ରାଜରାସ୍ତା, ଶହ ଶହ ଗାଡ଼ି ମଟର ଯାଉଥିଲା, କିନ୍ତୁ କାହାରି ପାଖରେ ଟିକେ ଅଟକିବାକୁ ସମୟ ନଥିଲା। ଟିକେ ସାହାଯ୍ୟ କରନ୍ତୁ, ମୋ ସ୍ୱାମୀକୁ ବଞ୍ଚାଇ ଦିଅନ୍ତୁ, ଏହି ଆକୁଳ ନିବେଦନ କରି ଜଣେ ପତ୍ନୀ ରାସ୍ତା ମଝିରେ ହାତ ଯୋଡ଼ି ସମସ୍ତଙ୍କୁ ଗୁହାରି କରୁଥିଲେ। କାହାରି ଗୋଡ଼ ଧରୁଥିଲେ ତ କାହାର ଗାଡ଼ି ଆଗରେ ହାତ ଦେଖାଉଥିଲେ। ହେଲେ ହାୟ, ସମସ୍ତେ ସ୍ୱାର୍ଥପର ସାଜି ନିଜ ଗନ୍ତବ୍ୟସ୍ଥଳକୁ ଚାଲି ଯାଉଥିଲେ। ଶେଷରେ ଜଣେ କ୍ୟାବ୍ ଡ୍ରାଇଭର ସାହାଯ୍ୟର ହାତ ବଢ଼ାଇଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଭେଙ୍କଟ ରମଣ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ। ବିଡ଼ମ୍ବନା ଦେଖନ୍ତୁ, ଯେଉଁ ଦୁନିଆ ତାଙ୍କୁ ଟିକେ ସାହାଯ୍ୟ କଲାନି, ସେହି ଦୁନିଆକୁ ହିଁ ସେହି ମହିଳା ଜଣକ ଏକ ବଡ଼ ଉପହାର ଦେଇଗଲେ। ନିଜ ସ୍ୱାମୀ ଚାଲିଯିବା ପରେ ମଧ୍ୟ ସେ ତାଙ୍କ ଚକ୍ଷୁଦାନ କରି ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କଲେ। ସ୍ୱାମୀ ତ ଫେରିବେନି, କିନ୍ତୁ ତାଙ୍କ ଆଖିରେ ଏବେ ଦୁନିଆର ଅନ୍ୟ କେହି ଅନ୍ଧାରରୁ ଆଲୋକକୁ ଆସିପାରିବେ। ଆଜିର ଏହି ଯନ୍ତ୍ରବଧ ସମାଜରେ ଆମେ କୁଆଡ଼େ ଯାଉଛେ? ଆଜି ଅନ୍ୟ ଜଣଙ୍କ ସହ ଏମିତି ହୋଇଛି, କାଲି ଆମ ସହ ବି ହୋଇପାରେ। ସାମାନ୍ୟ ସହାନୁଭୂତି ହୁଏତ ଗୋଟିଏ ଜୀବନ ବଞ୍ଚାଇ ପାରିଥାନ୍ତା।